ଶାନ୍ତି ହେଇଥାନ୍ତେ। ମୁଁ ତ ଭୁଲ କରିଛି, ମୋ ପାଇଁ ଆଉ ଦି ଜଣଙ୍କୁ ନିଜ ନିଜ ଭିତରେ କାହିଁକି କଳହ କରିବି? ତେଣୁ ମୁଁ ଘରେ ରହିଗଲି। ମୋ କ୍ୟାରିୟରରେ କେବେ ବ୍ୟାନ୍ ଶବ୍ଦ ନ ଲାଗୁ। ଦର୍ଶକ ଚାହୁଁଛନ୍ତି, ମତେ ଚାହୁଁନାହାନ୍ତି, ମୁଁ କରୁଥିବା କାମଟିକୁ ଚାହୁଁଛନ୍ତି। 30 ମସିହା ପର୍ଯ୍ୟନ୍ତ 2026 2030 5 ବର୍ଷ ପାଇଁ ମୁଁ ଅପେରା ସିଂହବାହିନୀ ସାଙ୍ଗରେ ଚୁକ୍ତିବଦ୍ଧ ହେଇ ସାରିଛି। ସମସ୍ୟାର ସମାଧାନ ଦରକାର ଥିଲା। ସେ ସମସ୍ୟାଟା ଛୋଟ ହେଲେ ବି ଗଣ୍ଠି ପଡ଼ି ପଡ଼ି ସେ ସୂତାଟା ଏତେ ମୋଟା ହେଇଯାଇଥିଲା, ତାର ଗୋଟେ ସମାଧାନ ଦରକାର ଥିଲା। ତେଣୁ ସମାଧାନ ହେଇଗଲା। ଏ ସମାଧାନରେ ଆମେ ଖୁସି ହେବା ଦରକାର। ଏ ସମାଧାନରୁ ଯଦି ବିବାଦ ଖୋଜିବା, ଅନେକ କେନା ବିବାଦ ବାହାରିବ। ଶାନ୍ତି ହେଇଥାନ୍ତେ। ମୁଁ ତ ଭୁଲ କରିଛି, ମୋ ପାଇଁ ଆଉ ଦି ଜଣଙ୍କୁ ନିଜ ନିଜ ଭିତରେ କାହିଁକି କଳହ କରିବି? ତେଣୁ ମୁଁ ଘରେ ରହିଗଲି। ମୋ କ୍ୟାରିୟରରେ କେବେ ବ୍ୟାନ୍ ଶବ୍ଦ ନ ଲାଗୁ। ମୁଁ ଏମିତି କିଛି ଗୋଟେ ଭୁଲ କରିନି କି ଯାହା ପାଇଁ ଗୋଟେ ବ୍ୟାନ୍ ଶବ୍ଦ ଲାଗେ। ଆଜ୍ଞା, କଥା କ୍ଲିୟର ହେଇକି ଅଛି। କାହିଁକି ନା ଏଇ କିଛି ଦିନ ତଳେ ଦେଖିଥିବେ, ମୁଁ ଯୋଉ ପାର୍ଟିରେ କାର୍ଯ୍ୟରତ ଥିଲି, ସୂର୍ଯ୍ୟ ମନ୍ଦିର, ସେ ପାର୍ଟିର ଓନର ଯିଏ ଆମ କାଳିଆ ବାବୁ, ସିଏ କହିଛନ୍ତି ଯେ ପିୟୁଷ ସୁସ୍ଥ ହେଲେ ସୂର୍ଯ୍ୟ ମନ୍ଦିର ଆସିବେ, କାମ କରିବେ। ଯଦି ଆଉ କୋଉ ପେଣ୍ଡାଲକୁ ଗଲେ ମୁଁ ଆଇନ ତ କାର୍ଯ୍ୟାନୁଷ୍ଠାନ ନେବି। ଏବଂ ଏପଟେ ସିଂହବାହିନୀର ମାଲିକ ପାଢୀ ବାବୁ ଆମ ବାବୁ, ସିଏ ବି ସେଇ କଥା କହିଛନ୍ତି। ପିୟୁଷ ମୋ ସଙ୍ଗ ଅନୁମୋଦିତ ହେଇଥିଲେ, କିନ୍ତୁ ପିୟୁଷ ଏଠିକି ଆସିବା କଥା ହେଲା ପରେ ମାଲିକ ମାନେ ସଂଘ ମତେ ସପୋର୍ଟ କଲେନି। ତେଣୁ ଏଇଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଭାଗଫଳ ଛିଣ୍ଡିଲାନି। ଯେହେତୁ ଭାଗଫଳ ଛିଣ୍ଡିଲାନି, ତେଣୁ ରଫ୍ ଖାତାଟିକୁ ଚିରି ଦିଆଗଲା। ଏତିକି ହଉଛି କଥା। 26 27 ହଁ ନିହାତି। କାହିଁକି ନା 26 ମସିହାରୁ ଅପ୍ ଟୁ 30 ମସିହା ପର୍ଯ୍ୟନ୍ତ ଏଇ ଯୋଉ 2 ବର୍ଷରେ ପାର୍ଟି ବଦଳେଇ ଦେବା କଥା କହିଥିଲି, ଏ କଥାକୁ ନେଇ ମଧ୍ୟ ବହୁତ ବିବାଦ ଉପୁଜିଥିଲା। ମୁଁ ଯଦି ସବୁବେଳେ ବିବାଦରେ ମୁଣ୍ଡ ରଖିବି, ମୁଁ କାମ କରିବି କେତେବେଳେ? ତେଣୁ ଦର୍ଶକ ଚାହୁଁଛନ୍ତି, ମତେ ଚାହୁଁନାହାନ୍ତି, ମୁଁ କରୁଥିବା କାମଟିକୁ ଚାହୁଁଛନ୍ତି। ତେଣୁ ସେ କାମଟି ସୁରୁଖୁରୁରେ ଦର୍ଶକଙ୍କ ପାଖରେ ପହଞ୍ଚିବା ଦରକାର। ତେଣୁ ଏ ବିବାଦରୁ ମୁକ୍ତ ହେଇକି କେମିତି କାମରେ ମନ ଦେଇ ଦର୍ଶକଙ୍କ ପାଇଁ କାମ କରିବା, ସେଥିପାଇଁ ମୁଁ 26 ମସିହାରୁ 30 ମସିହା ପର୍ଯ୍ୟନ୍ତ 2026 2030 5 ବର୍ଷ ପାଇଁ ମୁଁ ଅପେରା ସିଂହବାହିନୀ ସାଙ୍ଗରେ ଚୁକ୍ତିବଦ୍ଧ ହେଇ ସାରିଛି। ହଁ, ଏଇ ବର୍ଷ ପରେ ନୂଆ ବର୍ଷ ଆସିବା ପରେ ମୁଁ ଯିବି ଯେ ସିଂହବାହିନୀ ଏକାଥରେ 5 ବର୍ଷ ପାଇଁ। ଭାଇ, ଆପଣ ତ ଟିକେ ଆଗରୁ କହିଲେ ଯେ ଯୋଉଦିନ ପାର୍ଟି ଛୁଟି ହେଲା ଆପଣ କହିଲେ ଯେ ମାଲିକ ସଂଘ ମାନେ ଯଦି ନିଷ୍ପତ୍ତି ନେବେ ମୁଁ କାହିଁ କାମ କରିବିନି। ଆମେ ମନା କରୁନୁ। ଆପଣ ମାନେ କଥାଟାକୁ ପୁଣି ଖେଳେଇଲେ। ଯଦି ପଚାରୁଛନ୍ତି, ମୁଁ କହୁଛି ଯୋଉ ମାଲିକ ମାନେ ଥିଲେ ସେମାନେ ଯାତ୍ରାରେ ପୁରୁଣା ନୁହଁ, ନୂଆ ନୁହଁ, ବହୁତ ପୁରୁଣା ମାଲିକ। ଯେତେବେଳେ ମୁଁ କହିଲି ଯେ ମୋ ଦେହ ଖରାପ ଅଛି, ମୁଁ ଘରେ ରହିଯିବି, ସେମାନେ କଣ ଜାଣିପାରିଲେନି ଯେ ପ୍ରକୃତରେ ପିୟୁଷ ଏବେ କାମ କରୁଛି, 3 ମାସ ପରେ ତା ଦେହ କେମିତି ଖରାପ ହବ? ନା, ଘଟଣା ସେୟା ନୁହଁ। ସମସ୍ୟାର ସମାଧାନ ଦରକାର ଥିଲା। ସେ ସମସ୍ୟାଟା ଛୋଟ ହେଲେ ବି ଗଣ୍ଠି ପଡ଼ି ପଡ଼ି ସେ ସୂତାଟା ଏତେ ମୋଟା ହେଇଯାଇଥିଲା, ତାର ଗୋଟେ ସମାଧାନ ଦରକାର ଥିଲା। ତେଣୁ ସମାଧାନ ହେଇଗଲା। ଏ ସମାଧାନରେ ଆମେ ଖୁସି ହେବା ଦରକାର। ଏ ସମାଧାନରୁ ଯଦି ବିବାଦ ଖୋଜିବା, ଅନେକ କେନା ବିବାଦ ବାହାରିବ। ମାଲିକ ସଂଘ କହିଥିଲା ଯେ ପିୟୁଷ ଲିଖିତ ଆକାରରେ ଦେଇଥାନ୍ତେ, ତାହେଲେ ଏ ବର୍ଷ ତମକୁ ପୁଣି ଡକାଯାଇଥାନ୍ତା। ଲିଖିତ ଆକାରରେ କଣ ଦେବି? ଇଏ କଣ ମାନେ, ମୁଁ ତ ମୁହଁ ଖୋଲିକି କହିଲି, ମୁହଁ ଖୋଲି କହିବାଠୁ ବଡ କଣ ଅଛି? ତେଣୁ ମୁଁ ଜାଣିଛି ଏ ସମସ୍ୟାର ସମାଧାନ ହେଇପାରିବ ନାହିଁ। ବିବାଦ ମାଲିକ କରୁଛନ୍ତି ନା, କିଏ କରୁଛନ୍ତି ମୁଁ କହିବିନି, କିନ୍ତୁ ଏ ବିବାଦର ଅନ୍ତ ହେଇପାରିବ ନାହିଁ ଯୋଉ ଯାଏ ମୁଁ ନ ଛାଡିଛି। ଆପଣ ସେଥିପାଇଁ ବର୍ଷେ ବିରତି ନେଲେ ଯେ କି ସମାଧାନ ହେଇଯିବ। ମୋ ପକ୍ଷରୁ ଯୋଉ ଭୁଲଟା ହେଇଥିଲା, ମୋ ପାଇଁ ଯୋଉ ମାଲିକଙ୍କ ଭିତରେ ଦ୍ୱନ୍ଦ୍ୱ ଉଠିଥିଲା, ଅନ୍ତତଃ ପକ୍ଷେ ମୋ ଦ୍ୱାରା ହେଇଥିବା ଦ୍ୱନ୍ଦ୍ୱର ସମାଧାନ ହେଇଯିବ। ଆପଣଙ୍କ ପାଇଁ ଦ୍ୱନ୍ଦ୍ୱ ଦୂର ପାଇଁ ଆପଣ କହୁଛନ୍ତି, କିନ୍ତୁ ଯୋଉ ମାଲିକ ସଂଘର କଥାକୁ ନେଇକି ଆପଣ ଘରେ ବସୁଛନ୍ତି, ସେ ମାଲିକ ସଂଘରେ ସମନ୍ୱୟ ନାହିଁ। ସେ ମାଲିକ ସଂଘରେ ଗୋଟେ ମାଲିକଙ୍କ କଥା ଶୁଣା ଯାଉ ନାହିଁ, ଅଲଗା ମାଲିକଙ୍କ କଥା, ମାନେ ଗୋଟେ ଏକପାକ୍ଷିକ ଆଲୋଚନା ହେଲା ଭଳିଆ ହଉଛି। ମୁଁ ବି ଦେଖିଛି ଯେ ମାଲିକ ସଂଘ ନିଷ୍କ୍ରିୟ ଥିଲା, କିନ୍ତୁ ମୋ ବିବାଦ ଉଠିବା ପରେ ମାଲିକ ସଂଘ ସକ୍ରିୟ ହୋଇ ଉଠିଲେ ଏବଂ ନିଷ୍ପତ୍ତି ଉପରେ ନିଷ୍ପତ୍ତି ବଢି ଚାଲିଲା, ଯଦ୍ୱାରା ସବୁ ବ୍ୟାନ୍ ହେଲା, ଏସା ହେଲା, ସବୁ କାମ ବଢି ଚାଲିଲା। ହୁଏତ ମୁଁ ଭୁଲ କରିଥାଇପାରେ, କିନ୍ତୁ ମାଲିକ ସଂଘ ତ ଏକାଠି ହେଇଗଲେ ନା। ଯଦି ଆମ ବାପା ଦାଦା ସମସ୍ତେ ଏକାଠି ହେଇଗଲେ, ତ ନିହାତି ଆ ପରେ ଘର ପାଇଁ ଭଲ ସମୟ ଆସୁଛି। ଯୋଉଠି ଘରଟା ଭାଙ୍ଗିକି ଥିଲା, ମୋ ବାପା ଅଲଗା ଜାଗାରେ ଥିଲେ, ମୋ ଦାଦା ଅଲଗା ଜାଗାରେ ଥିଲେ, ସମସ୍ତେ ଅଲଗା ହେଇକି ଥିଲେ, ବର୍ତ୍ତମାନ ସଂଘବଦ୍ଧ ହେଇଗଲେ, ସବୁ ମାଲିକ ଏକାଠି ହେଇଗଲେ। ତେଣୁ ଆ ପର ଷ୍ଟେପଟା ଘରର ଉନ୍ନତିଟା ନିଶ୍ଚିନ୍ତ। ଯାତ୍ରା ନିହାତି ବିବାଦ ଦିଟା ଜାଗାକୁ ନିଏ, ଗୋଟେ ନଷ୍ଟ ଦିଗକୁ ନିଏ, ଗୋଟେ ଭଲ ଦିଗକୁ ନିଏ। ଯଦି ଆମେ ଏ ଜିନିଷଟିକୁ ଭଲ ଦିଗକୁ ଟାଣି ନେବା, ଏଇଟା ଯାତ୍ରା ଜଗତ ପାଇଁ ଗୋଟେ ବହୁତ ସୁବର୍ଣ୍ଣ ଦିନ ଆସିବ। ଉତ୍ତର କିଛି ବି ଦେଇନି, କାହିଁକି ନା ଚିଠିରେ ଲେଖା ଥିଲା କର୍ମକ୍ଷେତ୍ରରେ ଯୋଗ ଦେବା ପାଇଁ 20 ତାରିଖ ଆପଣଙ୍କର ଆଖଡ଼ା ପୂଜା, ଆପଣଙ୍କର 24-25 ମସିହା ପାଇଁ କାର୍ଯ୍ୟ ବର୍ଷ ସରିଯାଇଛି, 25-26 ପାଇଁ ଯୋଉ ନୂଆ ବର୍ଷ ଆସୁଛି, ସେଥିପାଇଁ ଆପଣ ଆଖଡ଼ାରେ ଯୋଗ ଦେଇ ଆପଣଙ୍କ କାର୍ଯ୍ୟ ସୁଚାରୁ ରୂପରେ ତୁଲେଇବେ।
ଏଇଟା ତାଙ୍କର ଦାୟିତ୍ୱ ଯେହେତୁ ମୁଁ ତାଙ୍କ କଳାକାର ମୁଁ ତାଙ୍କ ଅନୁଷ୍ଠାନରେ ଥିଲି ଏଇଟା ତାଙ୍କ ଦାୟିତ୍ୱ ସିଏ ମୋତେ ପଠେଇଛନ୍ତି